ସିନାପାଲିଠାରେ ବନ ମହୋତ୍ସବ ସପ୍ତାହ ପାଳିତ। ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଆନୁକୂଲ୍ୟରେ ନୂଆପଡ଼ା ନିକଟରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା 75ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିନାପାଲି ବନାଞ୍ଚଳ ଅଧିକାରୀ ଜଗଦାନନ୍ଦ ମଙ୍ଗରାଜଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବନଖଣ୍ଡ ଏସିଏଫ୍ ମହମ୍ମଦ ମୁସ୍ତାଫା ସଲେହା, ମିଶନ ଶକ୍ତି ବିଟିସି ବିଜୟ ଭିତିରିଆ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଦେବାରଚନ ଭୋଇ, ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ, ରଞ୍ଜନ କୁମାର ସାହୁ, ଶରତ ସିଂ ବାରିକ, ରାମରଞ୍ଜନ ରାଉତ, ସଂଯୁକ୍ତା ନେତାମ, ରାକେଶ ଦଣ୍ଡସେନା, ରିଜବନା ବେଗମ, ମନୋଜ ବାଗ, ସୌମ୍ୟ ସୁନାନୀ, ଶକ୍ତି ପ୍ରଧାନ, ସ୍ୱେଚ୍ଛାସେବୀ ବରୁଣ ସୁନାନୀ, ମିଶନ ଶକ୍ତି ମହିଳା, ସ୍ଥାନୀୟ ବନ ସୁରକ୍ଷା ସମିତି ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ସମସ୍ତେ ଗଛ ଲଗାଇବା ସହିତ ପରିବେଶ ବଞ୍ଚାଇ ଜୀବନକୁ ସୁରକ୍ଷା ଦେବା ନେଇ ମତ ପ୍ରକାଶ କରିଥିଲେ। ଏହି ଅବସରରେ ନୂଆପଡ଼ା ଜଙ୍ଗଲର ପ୍ରାୟ 8 ହେକ୍ଟର ଅଞ୍ଚଳରେ 30,000 ବୃକ୍ଷ ରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଯେ ଉକ୍ତ ନୂଆପଡ଼ା ଜଙ୍ଗଲରେ ଡାଙ୍ଗରା ଭୂଇଁ ପାଲଟିଥିବା ବେଳେ ଏଠାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ଚଳେ ଚଲୋ ଉକ୍ତ ଅଞ୍ଚଳରେ ବୃକ୍ଷରୋପଣ ପାଇଁ ପ୍ରସ୍ତାବ ଦେଇଛି। ସ୍ୱେଚ୍ଛାସେବୀ ସଂଗଠନର ପ୍ରସ୍ତାବ କ୍ରମେ ବନ ବିଭାଗ ଏହି ବୃକ୍ଷରୋପଣ କରୁଛି। ଏହି ଜଙ୍ଗଲର ପୁନରୁଦ୍ଧାର ହେବା ଦ୍ୱାରା ସ୍ଥାନୀୟ ଲୋକ ଉଲ୍ଲସିତ ହୋଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସମସ୍ତ ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଲୋକ ସାମିଲ ହୋଇ ସହଯୋଗ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ବେହେରାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।